ବିରିୟାନୀ ଯୋଉଟାକି ପ୍ରାୟତଃ ସମସ୍ତଙ୍କୁ ଖାଇବା ପାଇଁ ଭଲ ଲାଗିଥାଏ। ଆଉ ଏଇ ପଣସ ସିଜନରେ ଘରେ ପଣସର କିଛି ବି ଆଇଟମ ବନୁ କି ନ ବନୁ ଥରରୁ ଦୁଇଥର ପଣସ ବିରିୟାନୀ ତ ନିହାତି ବନିଥାଏ। ତ ଆଜି ମୁଁ ଆପଣମାନଙ୍କ ସହିତ ସେଇ ଟେଷ୍ଟି ପଣସ ବିରିୟାନୀର ରେସିପି ସେୟାର କରିବି। ଯେଉଁମାନେ ନନଭେଜ ଖାଆନ୍ତିନି ସେମାନଙ୍କ ପାଇଁ ତ ଏଇ ପଣସ ବିରିୟାନୀଟା ପୁରା ବେଷ୍ଟ। ଦେଖିକି ଜାଣିପାରୁଥିବେ ବିରିୟାନୀ କେତେ ଟେଷ୍ଟି ବନିଛି। ନମସ୍କାର, ମୁଁ ରଶ୍ମି ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ରେସିପି ନିଶ୍ଚୟ ପସନ୍ଦ ଆସିବ। ତ ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପଣସ ବିରିୟାନୀ ବନେଇବା ପାଇଁ ଏଇଠି ମୁଁ ପଣସକୁ ଟିକେ ବଡ଼ ବଡ଼ ଖଣ୍ଡରେ କାଟି ନେଇଥିଲି। ଯେହେତୁ ଏଇଟା ପୁରା କଷି ପଣସ ଥିଲା ସେଥିପାଇଁ ଆକୁ ମୁଁ ଟିକେ ବଡ଼ ବଡ଼ ଖଣ୍ଡରେ କାଟିଥିଲି। ଯଦି ଆପଣମାନେ ଆଠୁ ଟିକେ ପାକଳ ବାଲା ପଣସ ନେଉଥିବେ ତାହେଲେ ଆକୁ ଟିକେ ଛୋଟ ଛୋଟ କରି କାଟି ନେବେ। ଏବେ ଆମେ ପଣସକୁ ରଖିନେବା ସାଇଡ୍ରେ ଏପଟେ ମୁଁ ନେଇଯାଇଛି 600 ଗ୍ରାମର ବିରିୟାନୀ ଚାଉଳ। ତ ଏଇଠି ମୁଁ ବିରିୟାନୀ ଚାଉଳ 600 ଗ୍ରାମ ନେଇଥିଲି। ଆପଣମାନେ ଆପଣଙ୍କର କ୍ୱାଣ୍ଟିଟି ଦେଖି ଚାଉଳକୁ କମ୍ ମଧ୍ୟ କରି ନେବେ। ଏବେ ସେଇ ଚାଉଳରେ ଅଳ୍ପ ପାଣି ଦେଇ ପ୍ରଥମେ ତାକୁ ଏମିତି ମଗଜି ଥରେରୁ ଦୁଇଥର ଭଳିଆ ଭଲସେ ଆମେ ଧୋଇ ନେବା। ଚାଉଳକୁ ଥରରୁ ଦୁଇଥର ଭଲ ଭାବରେ ଧୋଇ ସାରିଲା ପରେ ଏବେ ସେଥିରେ ଆମେ ନର୍ମାଲ ପାଣି ଅଳ୍ପ ଦେଇ ତାକୁ ପୁରା ଘଣ୍ଟେ ପର୍ଯ୍ୟନ୍ତ ଛାଡ଼ିଦେବା ବତୁରିବା ପାଇଁ। ତ ଏଠି ଚାଉଳକୁ ଛାଡ଼ି ଦେଇଛି ବତୁରିବା ପାଇଁ। ଘଣ୍ଟେ ପରେ ଏଠି ମୁଁ ଗୋଟେ କଡ଼େଇରେ ଅଳ୍ପ ପାଣି ବସାଇ ଦେଇଥିଲି ଗରମ ହେବା ପାଇଁ। ପାଣି ଗରମ ହେଲା ପରେ ସେଥିରେ ଅଳ୍ପ ଗୋଟା ମସଲା, ସ୍ୱାଦ ମୁତାବକ ଲୁଣ, ତା ସହିତ ଗୋଟେ ଚାମଚ ପରିକା ଦେଇଥିଲି ଗୁଆ ଘିଅ। ସବୁ ଜିନିଷକୁ ଦେଇ ସାରିଲା ପରେ ଏବେ ସେଥିରେ ଆମେ ଯେଉଁ ଚାଉଳକୁ ଆଗରୁ ବତୁରେଇକି ରଖିଥିଲେ ନା ସେଇ ଚାଉଳକୁ ଦେଇଦେବା। ଯେତେବେଳେ ଆପଣମାନେ ବିରିୟାନୀ ବନାଉଥିବେ ଚେଷ୍ଟା କରିବେ ଘଣ୍ଟେ ନହେଲେ ଅଧଘଣ୍ଟେ ପାଇଁ ଚାଉଳକୁ ଟିକେ ଏମିତି ବତୁରେଇକି ଛାଡ଼ିଦେବେ। ସାଙ୍ଗମାନେ ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରିବା ପାଇଁ ବିଲକୁଲ ବି ଭୁଲିବେନି, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ଏଇଠି ଆମେ ଏଇ ଚାଉଳକୁ ପାଖାପାଖି 70ରୁ 80% ଭଳିଆ ସିଝେଇବା। ହାଇ ଫ୍ଲେମ୍ରେ ପାଖାପାଖି 7ରୁ 8 ମିନିଟ୍ ଫୁଟିଲା ପରେ ଏଇଠି ଦେଖିପାରୁଥିବେ ଆମର ଏଇଠି ଯେଉଁ ଭାତଟା ବନିଛି ନା ସେଟା ପୁରା 70ରୁ 80% ଭଳିଆ ସିଝି ଯାଇଛି। ଆଉ ଯେଉଁ 20% ରହିଲା ସେତେବେଳକୁ ଆମେ ଦମ୍ ଦେବା ନା ସେତେବେଳେ ସେଟା ସିଝିଯିବ। ତ ଏବେ ଆକୁ ଆମେ ଛାଣିକି ଗୋଟେ ଜାଗାକୁ କାଢ଼ି ନେବା। ତ ଏଇଠି ଦେଖିପାରୁଥିବେ ଭାତ ସବୁକୁ ଛାଣିକି ମୁଁ ଗୋଟେ ବଡ଼ ଜାଗାରେ ରଖିନେଇଛି। ଯଦି ଆପଣମାନେ ଚାହିଁବେ ଏଇ ଯେଉଁ ଗୋଟା ମସଲା ସବୁ ଦେଇଥିଲେ ଏଇ ଟାଇମ୍ରେ ବାହାର କରିନେଇପାରିବେ। ତ ଏବେ ଚାଲନ୍ତୁ ଗୋଟେ କଡ଼େଇ ବସେଇ ସେଥିରେ ଅଳ୍ପ ତେଲ ଦେଇଦେବା। ତେଲ ଆମର ଭଲ ଭାବରେ ଗରମ ହେଇସାରିଲା ପରେ ଏବେ ଆମେ ବିରିୟାନୀ ପାଇଁ ପ୍ରଥମେ ପିଆଜକୁ ଭାଜି ନେବା। ପିଆଜକୁ ଦେଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍ ଏଠି ଆମର ହାଇ ଅଛି। ହାଇ ଫ୍ଲେମ୍ରେ ପୁରା 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ଏଠି ଦେଖିପାରୁଥିବେ ପିଆଜର କଲର୍ଟା ଆମର ଧୀରେ ଧୀରେ ଚେଞ୍ଜ ହେବାକୁ ଲାଗିଲାଣି। ଆଉ 2ରୁ 3 ମିନିଟ୍ ଆକୁ ଏମିତି ଏପଟ ସେପଟ କରି ଭାଜି ସାରିଲା ପରେ ପିଆଜଟି ଦେଖିପାରୁଥିବେ ପୁରା ବଢ଼ିଆ ସେ ବ୍ରାଉନ୍ କଲର୍ ହେଇଗଲାଣି। ଏବେ ଏଇ ପିଆଜକୁ ଛାଣିକି ଗୋଟେ ପ୍ଲେଟ୍କୁ କାଢ଼ି ନେବା। ଏଇଠି ମୁଁ ପିଆଜ ସବୁକୁ ଗୋଟେ ପ୍ଲେଟ୍କୁ କାଢ଼ି ନେଇଛି। ଏବେ ଯେଉଁ ବଳକା ତେଲ ଆମର ରହିଲା ନା ସେଇ ତେଲରେ ଯେଉଁ କାଟିକି ରଖିଥିଲି ପଣସ ନା ସେଇ ପଣସକୁ ଦେଇକି ପଣସକୁ ଟିକେ ଆମେ ଛାଣି ନେବା। ତ ଗ୍ୟାସ୍ର ଫ୍ଲେମ୍କୁ ସେମିତି ହିଁ ହାଇ ରଖିଥିବେ। ଯେହେତୁ ଏଠି ମୁଁ କଷି ପଣସ ନେଇଥିଲି ତ ପଣସକୁ ଏଠି ମୁଁ ସିଝେଇ ନଥିଲି, ଏମିତି ଆକୁ ଟିକେ ଛାଣି ନେଇଥିଲି। ଯଦି ଆପଣମାନେ ଟିକେ ପାକଳ ବାଲା ପଣସ ନେଉଥିବେ ତାହେଲେ ତାକୁ ଟିକେ ସିଝେଇ ନେବେ। ତ ଏବେ ଏଇ ପଣସକୁ ଦେଇ ଆକୁ ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ବା ଯେ ପର୍ଯ୍ୟନ୍ତ ଆଉ ଉପରେ ହାଲକା ହାଲକା କଲର୍ ନ ଆସିଛି ସେଇ ପର୍ଯ୍ୟନ୍ତ ଆମେ ଆକୁ ଛାଣି ନେବା। ତ ଏଇଠି ଦେଖିପାରୁଥିବେ ପଣସକୁ 5-7 ମିନିଟ୍ ଛାଣିଲା ପରେ ଆଉ ଉପରେ ହାଲକା ହାଲକା କଲର୍ ଆସିଗଲାଣି। ଏବେ ଏଇ ପଣସକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ପଣସକୁ କାଢ଼ି ସାରିଲା ପରେ ଦେଖିପାରୁଥିବେ ବହୁତ ସାରା ତେଲ ଅଛି କଡ଼େଇରେ ଆମର। ତ ଅଧା ତେଲକୁ ମୁଁ କାଢ଼ିକି ଗୋଟେ ଜାଗାରେ ରଖି ନେଉଛି। ଆଉ ଯେଉଁ ଅଳ୍ପ ତେଲ ରହିଲା ସେଇଥିରେ ଆମେ ମସଲା ବନେଇବା। ମସଲା ବନେଇବା ପାଇଁ ମୁଁ ଏଠି 2ଟା ପିଆଜକୁ ଏମିତି ଲମ୍ବା ଲମ୍ବା କରି କାଟି ନେଇଥିଲି। ପିଆଜକୁ ତେଲରେ ଦେଇ ତାକୁ ଭଲ ଭାବରେ ଟିକେ ଭାଜି ନେବା। ପିଆଜ ପାଖାପାଖି ଅଧାରୁ ଅଧିକ ଭାଜି ହେଇସାରିଲା ପରେ ଆମେ ଏଠି ଆଡ଼୍ କରିବା ଅଦା ରସୁଣର ପେଷ୍ଟ। ଆପଣମାନେ ଚାହିଁଲେ ଅଦା ରସୁଣକୁ ଛେଚିକି ମଧ୍ୟ ଦେଇପାରିବେ। ତ ଏଇଠି ମୁଁ 2 ଚାମଚର ଅଦା ରସୁଣର ପେଷ୍ଟ ଦେଇଥିଲି। ଏବେ ଏଇ ଅଦା ରସୁଣ ପେଷ୍ଟ ଦେଇ ସାରିଲା ପରେ ଆକୁ ସେ ପର୍ଯ୍ୟନ୍ତ ଆମେ ଭାଜିବା ଯେ ପର୍ଯ୍ୟନ୍ତ ଅଦା ରସୁଣର କଞ୍ଚା ସ୍ମେଲ୍ଟା ନଯାଇଛି। ହାଇ ଫ୍ଲେମ୍ରେ ପାଖାପାଖି 3-4 ମିନିଟ୍ ଭାଜିଲା ପରେ ଏଇଠି ଆମେ ଦେଇଦେବା ଅଳ୍ପ କଞ୍ଚା ଲଙ୍କା, ଯେଉଁଟାକି ବିଲକୁଲ ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ସ୍କିପ୍ ମଧ୍ୟ କରିପାରିବେ। ତ ଏଇଠି ମୁଁ 3-4ଟା କଞ୍ଚା ଲଙ୍କା ତା ସହିତ 2ଟା ଟମାଟୋକୁ ଏମିତି ଲମ୍ବା ଲମ୍ବା କରି କାଟି ନେଇଥିଲି। ଟମାଟୋ କଞ୍ଚା ଲଙ୍କା ଦେଇ ସାରିଲା ପରେ ଏବେ ଟମାଟୋ ଟିକେ ଜଲ୍ଦି ମେଲ୍ଟ ହେବା ପାଇଁ ଏଇଠି ମୁଁ ଦେଇଦେଉଛି ଅଳ୍ପ ଲୁଣ। ଲୁଣ ଅଳ୍ପ ଦେଇ ସାରିଲା ପରେ ସବୁ ଜିନିଷକୁ ଭଲ ଭାବରେ ମିଶାଇ ନେବା। ଏବେ ଆକୁ ଆମେ କଭର୍ କରିକି 2-3 ମିନିଟ୍ ପାଇଁ ଛାଡ଼ିବା ଯେ ପର୍ଯ୍ୟନ୍ତ ଟମାଟୋଟା ଆମର ଭଲ ଭାବରେ ଟିକେ ସିଝି ନଯାଇଛି।
2 ରୁ 3 ମିନିଟ୍ ପରେ ଏଇଠି ମୁଁ କଭର୍ କାଢ଼ି ଦେଖାଉଛି। ଏଇଠି ଦେଖିପାରୁଥିବେ ଟମାଟୋ ପୁରା ବଢ଼ିଆ ସେ ମସଲା ସହିତ ମିଶିଗଲାଣି। ଟମାଟୋ ଏମିତି ଭଲ ଭାବରେ ସିଝିଗଲା ପରେ ଆମେ ଏଠି ଆଡ଼୍ କରିବା ଗୁଣ୍ଡ ମସଲା। ତ ଏଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ଗୁଣ୍ଡ ମସଲାରେ ଏଠି ମୁଁ ନେଇଥିଲି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, କାଶ୍ମୀରୀ ଲଙ୍କା ଗୁଣ୍ଡ, ତା ସହିତ ଦେଇଥିଲି ହଳଦୀ ଗୁଣ୍ଡ ଆଉ 1 ଚାମଚ ରାଗ ଲଙ୍କା ଗୁଣ୍ଡ। ସବୁ ମସଲାରୁ ମୁଁ ଗୋଟେ ଗୋଟେ ଚାମଚ ନେଇଥିଲି, ଗରମ ମସଲା ହାଫ୍ ଚାମଚ ନେଇଥିଲି। ଏବେ ଏଇ ମସଲା ସବୁକୁ ଦେଇ ସାରିଲା ପରେ ଏଇଠି ଆମେ 2 ରୁ 2.5 ଚାମଚ ପରିକା ଦେଇଦେବା ବିରିୟାନୀ ମସଲା। ବିରିୟାନୀ ମସଲା ଆପଣ ଯେକୌଣସି ବ୍ରାଣ୍ଡର ନେଇପାରିବେ। ତ ବିରିୟାନୀ ମସଲା ଅଳ୍ପ ଦେଇ ସାରିଲା ପରେ ସବୁ ମସଲାକୁ ଏବେ ଆମେ ଭଲ ଭାବରେ କଷିବା। ତ ଏବେ ଆକୁ ମୁଁ କଭର୍ କରିଦେଉଛି। କଭର୍ କରି 5-6 ମିନିଟ୍ ପାଇଁ ଛାଡ଼ି ଦେଇଥିଲି। 5 ରୁ 6 ମିନିଟ୍ ପରେ ଏଇଠି ଦେଖିପାରୁଥିବେ ମସଲାରୁ ତେଲ ସବୁ ଆମର ପୁରା ଅଲଗା ହେଇଗଲାଣି। ତାମାନେ ମସଲା ଏଠି ପୁରା ବଢ଼ିଆ ଭାବରେ କଷି ହେଇଗଲାଣି। ମସଲା ଏମିତି ଭଲ ଭାବରେ କଷି ହେଇଗଲା ପରେ ଆମେ ଯେଉଁ ପଣସକୁ ଭାଜିକି ରଖିଥିଲେ ନା, ସେଇ ଭଜା ପଣସକୁ ମସଲାରେ ଦେଇ ଆକୁ ପାଖାପାଖି 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଆମେ କଷି ନେବା। ମସଲା ସହିତ ପଣସକୁ ଏମିତି ଟିକେ ଭଲସେ ଗୋଳେଇ ସାରିଲା ପରେ ଏବେ ଆକୁ ଆମେ କଭର୍ କରିକି 2-3 ମିନିଟ୍ ପାଇଁ ଛାଡ଼ିଦେବା। ତ ଏଇଠି ଦେଖିପାରୁଥିବେ ମସଲା ସହିତ ପଣସକୁ ମୁଁ ଭଲସେ ମିଶାଇ ନେଇଛି। ଏବେ ଆକୁ ମୁଁ କଭର୍ କରିକି 2 ରୁ 3 ମିନିଟ୍ ପାଇଁ ଛାଡ଼ି ଦେଉଛି। 2-3 ମିନିଟ୍ ପରେ ଏଇଠି ମୁଁ କଭର୍ କାଢ଼ି ନେଇଛି। ତ ଏଇଠି ଦେଖିପାରୁଥିବେ ପଣସ ଆମର ପୁରା 60 ରୁ 70% ଭଳିଆ ଭଲ ଭାବରେ ସିଝି ଯାଇଛି। ଆଉ ଯେଉଁ 20% ରହିଲା ନା, ସେଇଟା ଆମର ଯେତେବେଳେ ଆମେ ଦମ୍ ଦେବା ସେତେବେଳେ ପଣସଟା ଭଲ ଭାବରେ ସିଝିଯିବ। ତ ପଣସ ମସଲା ସବୁ ଏଠି ଭଲ ଭାବରେ ସିଝିଗଲା ପରେ ଏବେ ଏଇଠି ଆମେ କ'ଣ କରିବା ନା, ମସଲା ଆଉ ପଣସରୁ ଅଧା ଆମେ କାଢ଼ିକି ଗୋଟେ ଜାଗାରେ ରଖିନେବା। ଯେତେବେଳେ ଆମେ ଲେୟାରିଂ କରିବା ନା, ସେତେବେଳେ ଏଇଟାକୁ ୟୁଜ୍ କରିବା। ତ ଅଧା ପଣସ ମସଲା କାଢ଼ି ସାରିଲା ପରେ ଏଇ ଯେଉଁ ଅଧା ରହିଲା ତଳେ ମସଲା, ତା ଉପରେ ଆମେ ଅଳ୍ପ ଭାତ ଦେଇଦେବା। ଏବେ ଆମେ ଉପରେ ଯେଉଁ ପଣସର ମସଲାଟାକୁ କାଢ଼ିକି ରଖିଥିଲେ, ତାକୁ ଏମିତି ଚାରିପଟକୁ ଭଲ ଭାବରେ ଖେଳେଇକିନା ଦେଇଦେବା। ତ ପଣସର ମସଲାକୁ ଏମିତି ଚାରିପଟକୁ ଭଲ ଭାବରେ ସ୍ପ୍ରେଡ୍ କରି ଦେଇ ସାରିଲା ପରେ ଏବେ ଆମେ ଆଉ ସବୁ ସାମଗ୍ରୀ ଆଡ଼୍ କରିବା। ଯେମିତିକି ପ୍ରଥମେ ଏଠି ମୁଁ ଦେଇଦେଉଛି ଭାଜିକି ରଖିଥିବା ପିଆଜକୁ। ଭଜା ପିଆଜକୁ ଦେଇ ସାରିଲା ପରେ ଏବେ ଉପରେ ଦେଇଦେବା ଅଳ୍ପ ଧନିଆ ପତ୍ର, ତା ସହିତ କଟା ପୋଦିନା ପତ୍ର ଅଳ୍ପ। ଧନିଆ ପୋଦିନା ଦେଇ ସାରିଲା ପରେ ଏବେ ଏଠି ଆମେ 1 ରୁ 2 ଚାମଚ ଭଳିଆ ଗୁଆ ଘିଅ ଦେଇଦେବା। ତା ସହିତ ଆପଣମାନେ ଏଠି ଚାହିଁଲେ ଅଳ୍ପ କଲର୍ ଦେଇପାରିବେ। ତ ଏଠି ମୁଁ ଫୁଡ୍ କଲର୍ ଅଳ୍ପ ଦେଇଥିଲି, ଯେଉଁଟାକି ବିଲକୁଲ ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ସ୍କିପ୍ ମଧ୍ୟ କରିପାରିବେ। ତା ସହିତ ଆପଣମାନଙ୍କ ପାଖରେ କେଉଡ଼ା ୱାଟର, ରୋଜ୍ ୱାଟର ଯାହା ବି ଥିବ ଆପଣମାନେ ଦେଇପାରିବେ। ତ ଏବେ ଆଉ ଗୋଟେ ଲେୟାର ବନେଇବା ପାଇଁ ଯେମିତି ପ୍ରଥମ ଲେୟାରଟା ବନିଲା ନା, ସେମିତି ହିଁ ଏଇ ଲେୟାରଟାକୁ ଆମେ ବନେଇ ନେବା। ମନେ ରଖିଥିବେ, ଯେତେବେଳେ ଆପଣମାନେ ଏଇ ଲେୟାରିଂର କାମ କରୁଥିବେ ନା, ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ଅଫ୍ କରିନେବେ। ସବୁ କାମ ସାରିଲା ପରେ ଉପରେ ଆପଣମାନେ ଫଏଲ୍ ପେପର ଦେଇ ଆକୁ କଭର୍ କରିସାରିଲା ପରେ ଗ୍ୟାସ୍କୁ ଅନ୍ କରିବା ଆଉ ଆକୁ ପୁରା ସିମ୍ରେ ରଖିବା। ତ ଏଇଠି ଦେଖିପାରୁଥିବେ ମୋର ସବୁ କାମ ଏଠି ତ ସରିଗଲାଣି। ଏବେ ଉପରେ ଆମେ ଫଏଲ୍ ପେପର ଦେଇଦେବା। ଫଏଲ୍ ପେପର ଦେଇ ଆକୁ କଭର୍ କରିନେବା। ଫଏଲ୍ ପେପର ଦେଇ ସାରିଲା ପରେ ଯେଉଁ ପ୍ଲେଟ୍ଟା ଆମେ କଭର୍ କରିବା ନା, ସେଟାକୁ ପୁରା ଭଲସେ ଆମେ ଚାପିକିନା ଦେଇଦେବା। ତ ଏଇଠି ମୁଁ ଫଏଲ୍ ପେପରକୁ ଭଲ ଭାବରେ କଭର୍ କରିନେଇଛି। ଏବେ ଏକୁ ଦେଇକିନା ଗ୍ୟାସ୍ର ଫ୍ଲେମ୍କୁ ଅନ୍ କରିକି ପୁରା 10 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ ଆକୁ ମୁଁ ଦମ୍ ଦେଇଥିଲି। 10 ମିନିଟ୍ ପରେ ମୁଁ ଏଠି କାଢ଼ିକିନା ଆପଣମାନଙ୍କୁ ଦେଖାଉଛି। ତ ଏଠି ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଆମର ବିରିୟାନୀଟା ଏଇଠି ରେଡ଼ି ହେଇଗଲାଣି। ବିରିୟାନୀ ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି ନା, ଖାଇବା ପାଇଁ ମଧ୍ୟ ସେତିକି ହିଁ ସୁଆଦିଆ। ଆପଣମାନେ ଏଇ ପଣସ ସିଜିନରେ ଥରେ ତ ପଣସ ବିରିୟାନୀ ନିହାତି ଘରେ ଟ୍ରାଏ କରନ୍ତୁ। ଆଜିର ଏଇ ପଣସ ବିରିୟାନୀର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ନେଇ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର। ଜୟ ଜଗନ୍ନାଥ।